ଠାକୁରମୁଣ୍ଡାବାସୀ ଧୁମଧାମରେ ପାଳନ କଲେ ରାମନବମୀ। ରାମନବମୀ ଅବସରରେ ଠାକୁରମୁଣ୍ଡାଠାରେ ରାମନବମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ରାମନବମୀ କମିଟି ପକ୍ଷରୁ ଠାକୁରମୁଣ୍ଡା ବଜାର ହନୁମାନ ଛକରେ ଥିବା ହନୁମାନଙ୍କ ମୂର୍ତ୍ତି ନିକଟରେ ରାମନବମୀ ପୂଜା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାମନବମୀ ଅବସରରେ ବଜାର ଓ ବଜାର ନିକଟ ଗ୍ରାମଗୁଡ଼ିକରେ ତୋରଣ ବନ୍ଧାଯାଇ ସାଜସଜ୍ଜା କରାଯାଇଥିଲା। ଏ ଅବସରରେ ସରସ୍ୱତୀ ଶିଶୁ ମନ୍ଦିର ବାଳକ ବାଳିକାମାନଙ୍କ ଦ୍ୱାରା ରାମ ଲକ୍ଷ୍ମଣ ସୀତା ଓ ହନୁମାନଙ୍କ ବେଶ ହୋଇ ପୂଜାସ୍ଥଳୀ ଓ ବାଇକ୍ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଦିନ 10ଟା ପରେ ଶତାଧିକ ସଂଖ୍ୟାରେ ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବାଇକ୍ ଶୋଭାଯାତ୍ରା ହନୁମାନ ଛକରୁ ଆରମ୍ଭ ହୋଇ ରଗୁଡ଼ିବେଡ଼ା ସ୍ଥିତ ସୀତାରାମ ମନ୍ଦିର, ଚମକପୁର, ଠାକୁରମୁଣ୍ଡା, ଖମଡିହା, ଖୁଣ୍ଟାପୋଷି, ବେଣ୍ଟକାରପଡ଼ା, ଦିଗଧର, ସୁନିନ୍ଦା, ନିହାଣଗଣ୍ଡି ଗ୍ରାମ ପରିକ୍ରମା କରିଥିଲା। ସନ୍ଧ୍ୟାରେ ହନୁମାନ ଛକରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ରାମନବମୀ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଙ୍କ ନେତୃତ୍ୱରେ ପୋଲିସ ସହଯୋଗ କରିଥିଲେ। ଠାକୁରମୁଣ୍ଡାରୁ ଲକ୍ଷ୍ମୀନାରାୟଣ ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।